ଆଚ୍ଛା ଆଜି ଗୋଟେ ସୁନ୍ଦର କଥାଟିଏ କଥା ହେବା। ଛୋଟ କଥାଟିଏ, ବେଶୀ ବଡ଼ କଥା ନୁହେଁ, ଛୋଟ କଥାଟିଏ। ମାନେ ଧନ ପଛରେ କେତେବେଳେ ଗୋଡ଼େଇବନି, ଧନ ଆପେ ଆପେ ଗୋଡ଼େଇବ ତମ ପଛରେ। ଜ୍ଞାନୀ ଯଦି ହେଇଥିବ, ଜ୍ଞାନୀଙ୍କ ପଛରେ ଧନ ଆପେ ଆପେ ଗୋଡ଼େଇବେ। ସେଇଭଳିଆ ଗୋଟିଏ ଗାଁରେ 4 ଜଣ ଯୁବକ ଥିଲେ। 4 ଜଣ ଯୁବକ, ଗୋଟିଏ ଗାଁରେ 4 ଜଣ ଯୁବକ, ବଡ଼ ଅଳସୁଆ, ବହୁତ ବଡ଼ ଅଳସୁଆ। ଯେଉଁମାନେ ଭାବନ୍ତି ରାତିରେ ସ୍ୱପ୍ନ ଦେଖନ୍ତି ଆମେ ବଡ଼ ଲୋକ ହେବୁ, ଯେଉଁମାନେ ଭାବନ୍ତି ରାତିରେ ସ୍ୱପ୍ନରେ ଦେଖନ୍ତି ଆମେ ବହୁତ ବଡ଼ ଲୋକ ହେବୁ। 10 ମହଲା କୋଠା ଉପରେ ଶୋଇଛୁ, ରତ୍ନ ଖୋଟରେ ଶୋଇଛୁ, ଟଙ୍କା ପଇସା ଆମ ମୁଣ୍ଡରେ ମାନେ ମୁଣ୍ଡ ପାଖେ ରଖିଛୁ, ଆମର କିଛି ଅଭାବ ନାହିଁ। ଯେଉଁମାନେ ରାତିରେ ସ୍ୱପ୍ନ ଦେଖନ୍ତି କି ସିଏ ବଡ଼ ଲୋକ ହେବା ତା ଦୂରରେ ଥାଉ, ତଳକୁ ତଳକୁ ହିଁ ଯିବେ, ଛୋଟ ଲୋକ ହେଇଯିବେ, ବଡ଼ ଲୋକ ହେଇପାରିବେନି। ସେଇଭଳିଆ ଏଇ 4 ଜଣ ଯୁବକ ଯାକ ତ ଅଳସୁଆ, କାମ ଦାମ କରିପାରିବେନି। ଇନକମ୍ କଲେ ସମସ୍ତେ ହିଁ ଭଲ ପାଇବେ, ସ୍ତ୍ରୀ ଭଲ ପାଇବ, ପୁଅ ଝିଅ ଭଲ ପାଇବେ, ସମସ୍ତେ ହିଁ ଭଲ ପାଇବେ। ଆଉ ଯଦି ଇନକମ୍ ଆମେ ନ କରିପାରିବା, ସ୍ତ୍ରୀ ଭଲ ପାଇବ ନା ପୁଅ ଝିଅ ଭଲ ପାଇବେ ନା କିଏ ଭଲ ପାଇବେ? ବାପ ମା ଟିକେ ଯାହା ହେଲେ ମନରେ ଦୟା ଆସିବ ବାପା ମାଙ୍କର, କାହିଁକିନା ତାଙ୍କ ସେ ଜନ୍ମ ଦେଇଛନ୍ତି ନା। ସେଇଭଳିଆ ଏଇ 4 ଜଣ ଯୁବକ ଯାକ ଭାବିଲେ କ'ଣ କରିବା, କେଉଁଠୁ ଆମକୁ ପୁଳାଏ ଜିନିଷ ମିଳିଯାଆନ୍ତା, ଆମେ ଟଙ୍କା ପଇସା କିଛି ମିଳିଯାଆନ୍ତା, କ'ଣ ନାହିଁ କ'ଣ ହେଲେ ଟିକେ କରନ୍ତେ। ଯାହା ପାଖରେ ଧନ ତା ପାଖରେ ବହୁତ ଲୋକ ଥିବେ, ଏଇଭଳିଆ ଭାବନ୍ତି। ଯେଉଁମାନଙ୍କ ପାଖରେ ବହୁତ ପଇସା ପତ୍ର ସେମାନଙ୍କ ପାଖରେ କେତେ ଲୋକ ଯାଉଛନ୍ତି, କେତେ କଥା କରୁଛନ୍ତି, ସେଇଭଳିଆ ଏମାନେ ଭାବନ୍ତି, କିନ୍ତୁ କାମ ଦାମ କରିପାରନ୍ତିନି, ବହୁତ ବଡ଼ ଅଳସୁଆ। ଏଇ 4 ଜଣ ଯୁବକ ଯାକ ବହୁତ ବଡ଼ ଅଳସୁଆ। ଭାବିଲେ ଏଇଭଳିଆ ଭାବନ୍ତି ତ ଖାଲି କେଉଁଠୁ ଆସନ୍ତା ହାରି ମନକୁ ଟଙ୍କା ପଇସା କିଛି ପାଇଗଲେ ଆମେ କ'ଣ ହେଲେ କରିପକାନ୍ତୁ, କିନ୍ତୁ କାମ ଦାମ ତ କିଛି କରିପାରେ ନାହିଁ, ଖାଲି ଏଇଭଳିଆ କଥା ମାନେ ଚିନ୍ତାଧାରା କରନ୍ତି। ଆଉ ଏମିତି ଦିନେ ଯାଉ 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 କିଛି ଦିନ ଗତ କରିଗଲା। ଏ 4 ଜଣ ଯୁବକ ଯାକ ବସିକି କଥା ହେଲେ କ'ଣ କରିବା, ଯିବା ଗୋଟେ ଯୁଆଡ଼େ ହେଲେ ଯିବା। ଆଉ ଏମିତି କଥାବାର୍ତ୍ତା ହେଇ କହିଲେ ଚାଲ ଯିବା। ଆଉ ଯାଉ ଯାଉ ଗୋଟାଏ ବହୁତ ବଡ଼ ଜଙ୍ଗଲ ରାସ୍ତା ଦେଇକି ଗଲେ। ଯେଇ ରାସ୍ତା ଦେଇକି ଯେତେବେଳେ ଗଲେ, ବହୁତ ବଡ଼ ଜଙ୍ଗଲ, ମାନେ ବହୁ ବିରାଟ ମାନେ ଜଙ୍ଗଲ ସିଏ। ସେଇ ଜଙ୍ଗଲ ଭିତରେ ଯାଉଛନ୍ତି 4 ଜଣ ଆଗ ଯୁବକ, 4 ଜଣ ଆଗ ବ୍ରାହ୍ମଣ ଯୁବକ ଚାଲି ଚାଲି ଯାଉଛନ୍ତି। ଜଙ୍ଗଲ ଅଧା ଯେତେବେଳେ ରାସ୍ତା ହେଇଗଲା, ଦେଖିଲେ ଗୋଟାଏ ବହୁତ ବଡ଼ ଆଶ୍ରମ ଅଛି, ବହୁତ ବଡ଼ ଆଶ୍ରମ। କହିଲା ଏଇ 4 ଜଣ ଆଗ ମନରେ ଭାବିଲା, ଆରେ ଏଇ ଜଙ୍ଗଲ ଭିତରେ ଗୋଟେ ବହୁତ ବଡ଼ ଆଶ୍ରମ କ'ଣ ଦେଖା ହେଲାଣି। ଏ ସେଇଠୁ କ'ଣ କଲେ, 4 ଜଣ ଯାକ କହିଲେ ଆଶ୍ରମକୁ ଯିବା। ଆଶ୍ରମରେ ଗଲେ କିଛି ନା କିଛି କିଏ କ'ଣ ହେଲେ ଆମେ ବୁଦ୍ଧି ଟିକେ ଶିଖିବା। ଆଉ ଏ 4 ଜଣ ଯୁବକ ଯାକ ଆଶ୍ରମ ପାଖକୁ ଗଲେ। ଯେତେବେଳେ ଆଶ୍ରମର ପ୍ରଥମ ଗେଟ୍ର ପାର ହୋଇ କିଛି ବାଟ ଗଲା ପରେ ଦେଖିଲେ ଗୋଟେ ଆଶ୍ଚର୍ଯ୍ୟ ଜିନିଷ ଦେଖିଲେ, ଗୋଟେ ଅଭୂତ ଜିନିଷ ପୁରା। କ'ଣ ଦେଖିଲେ ନା, ଗୋଟିଏ ଜାଗାରେ ମୟୂର ଆଉ ସାପ, ମୟୂର ସାପ ଗୋଟିଏ ଜାଗାରେ ଗୋଟିଏ ତାଟିଆରେ କ୍ଷୀର ପିଉଛନ୍ତି। କି ଆଶ୍ଚର୍ଯ୍ୟ ମାନେ କଥା! ଇଏ ମୟୂର ସାପ ଗୋଟିଏ ତାଟିଆରେ ହିଁ କ୍ଷୀର ପିଉଛନ୍ତି। ଏ 4 ଜଣ ଯାକ ଯୁବକ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲେ, ଆଶ୍ଚର୍ଯ୍ୟ ପୁରା ହେଲେ, କି କଥା, କି ଅଭୂତ କଥା! ଇଏ ମୟୂର ପୁଣି ସାପ ଗୋଟିଏ ଜାଗାରେ କ୍ଷୀର ପିଉଛନ୍ତି। ସେଠୁ ଆଉ କିଛି ବାଟ ଗଲେ, ଆଉ କିଛି ବାଟ ଗଲା ପରେ ଦେଖିଲେ ଗୋଟିଏ ଜାଗାରେ ଗୋଟିଏ ବାଘ ଛିଡ଼ା ହେଇଛି, ଆଉ ଗୋଟିଏ ହରିଣ ଛିଡ଼ା ହେଇଛି। ଗୋଟିଏ ଜାଗାରେ ଦେଖିଲେ, ଦେଖିକି ସେଇଠୁ କହିଲେ ଇଏ କି କଥା, କି ଆଶ୍ଚର୍ଯ୍ୟ କଥା ଇଏ। ସେଠି ଦେଖିଲେ ସାପ ମୟୂର ଗୋଟିଏ ଜାଗାରେ କ୍ଷୀର ପିଉଛନ୍ତି, ଏଠି ଦେଖିଲେ ବାଘ ଆଉ ହରିଣ ଗୋଟିଏ ଜାଗାରେ ଛିଡ଼ା ହେଇଛନ୍ତି। ଇଏକୁ ଦେଖିକି କହିଲେ ଇଏ ଆଶ୍ରମରେ ଯାହା ହେଲେ କିଛି ନା କିଛି ହେଇଥିବ। ଇଏ ଦେଖିକି ଯେଉଁ ଜିନିଷ ନ ଦେଖିବା କଥା ସେ ଜିନିଷ ଆମେ ଦେଖୁଛେ, ଯେଉଁ ଜିନିଷ ମାନେ ଆଶ୍ଚର୍ଯ୍ୟ ଜିନିଷ ଦେଖୁଛେ। ସେଇଠୁ ବର୍ଷା ଦିନ ଦେଖି ଯାଉ 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 ଗୋଟିଏ ଆମ୍ବ ଗଛରେ ଗୋଟେ କୋଇଲି ବୋବଉଛି। ବର୍ଷା ଦିନରେ କୋଇଲି କେବେ ବୋବେ, ବସନ୍ତ ଦିନେ ସିନା କୋଇଲି ବୋବେ। ଏଇଭଳିଆ ଯାଉ 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 ଯାଇକି ବାବାଙ୍କ ପାଖରେ ପହଞ୍ଚିଲେ। ବାବା ହେଉଛନ୍ତି ଭୈରବୀ ବାବା, ତନ୍ତ୍ର ମନ୍ତ୍ର ସବୁ ଜାଣିଥାନ୍ତି। ସେଇ ବାବାଙ୍କ ପାଖରେ ପହଞ୍ଚିଲେ ଏ 4 ଜଣ ଯୁବକ ଯାକ। ଯାଇକି ଯେତେବେଳେ ପହଞ୍ଚିଲେ, ଇଏ ପଚାରିଲେ ବାବାଙ୍କୁ, ଯାଇକି ଗୋଡ଼ ତଳେ ଯାଇକି ମୁଣ୍ଡିଆ ମାରିକି ପଡ଼ିଲେ। କହିଲେ ବାବା, ଆଉ ଆମେ ଆପଣଙ୍କ ପାଖକୁ କିଛି କାମରେ ଆସିଛୁ, ହେଲେ ଆଉ ଗୋଟିଏ ଜିନିଷ ଆପଣଙ୍କୁ ଟିକେ ପଚାରିବୁ।
ଆଉ କି ଆଶ୍ଚର୍ଯ୍ୟ ଜିନିଷ ଆମେ ଦେଖିଲୁ ନା କ'ଣ ଦେଖିଲ ନା ସେ ବାଟରେ ଆଇଲା ବେଳକୁ ଗୋଟିଏ ଜାଗାରେ ଗୋଟିଏ ତାଟିଆରେ ସାପ ମୟୂର କ୍ଷୀର ପିଉଛନ୍ତି। ଆଉ କିଛି ବାଟ ଦେଖିବା ଆଇଲା ବେଳକୁ ଗୋଟିଏ ଜାଗାରେ ବାଘ ଆଉ ହରିଣ ଛିଡ଼ା ହେଇଛନ୍ତି। କି ଆଶ୍ଚର୍ଯ୍ୟ କଥା ଇଏ ବାବା। ଭୈରବୀ ବାବା କହିଲେ କ'ଣ ଏତିକି ଦେଖିଲ? ତମେ ଏତିକି ମାତ୍ର ଦେଖିଲ? ଇଏ ଆଶ୍ରମରେ କେହି ଶତ୍ରୁ ନୁହନ୍ତି ନା କେହି ମିତ୍ର ନୁହନ୍ତି, ସମସ୍ତେ ହିଁ ସମାନେ, ସମସ୍ତେ 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 ଚଳିବେ। ଆଉ ଏତିକି ତମେ ଦେଖିଲ? ଇଏ ଆଶ୍ରମ ଚାରିପଟ ଯାକ ବୁଲି ବୁଲି ଯାଇ ଦେଖ କେମିତି ହେଇଛି ସବୁ। ଆଶ୍ରମ ଚାରିପଟ ଯାକ ଯାଇକି ବୁଲି 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 ତମେ 4 ଜଣ ଯୁବକ ଯାକ ଦେଖ ଯାଇକି। ଇଏ 4 ଜଣ ଯୁବକ ବ୍ରାହ୍ମଣ କ'ଣ କଲେ ନା ଆଶ୍ରମ ଚାରିପଟ ଯାକ ବୁଲିଲେ। ବୁଲି ବୁଲି ଯେଉଁ ଜିନିଷ ନ ଦେଖିବା କଥା ସେଇ ଜିନିଷ ହିଁ ଆଶ୍ଚର୍ଯ୍ୟ ଜିନିଷ ସବୁ ଦେଖିଲେ। ସେ ଆଶ୍ରମ ଭିତରେ ବୁଲି 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 ଯାଇ ବାବାଙ୍କ ପାଖରେ ପହଞ୍ଚିଗଲେ। ପୁଣି ପହଞ୍ଚିଗଲେ ବାବା ସବୁ ଜିନିଷ ଦେଖିଲୁ, ଯେଉଁ ଜିନିଷ ବିଚିତ୍ର ଜିନିଷ ସବୁ ଆମେ ଦେଖିଲୁ। ହେଲେ ବାବା ଆମେ କ'ଣ କରିବୁ? ଆମକୁ କିଛି ଉପାୟ ବତାଅ, ଆମେ କିଛି ଆମକୁ ଇନକମ୍ ସଂସ୍ଥା ଆମକୁ ଦିଅ, ଆମେ କ'ଣ କରିବୁ? ଆମକୁ କ'ଣ ହେଲେ ଦେଲେ ଆମେ ଚଳିବୁ? ଇଏ ବାବା ଜଣକ ଭୈରବୀ ବାବା ନା, ପୁରା ଖାଲି ଦିହ, ପୁଣି ଇଏ ରୁଦ୍ରାକ୍ଷ ମାଳ ପକାଇଛନ୍ତି, ଗୋଟାଏ ତ୍ରିଶୂଳ ପୋତିଛନ୍ତି, ସିନ୍ଦୁର ମୁଥରେ ଏମିତି ବୋଳିଛନ୍ତି, ନାଲ ଚହ ଚହ ପଡ଼ିଗଲେଣି ବାବା ଭୈରବୀ ବାବା। ଘିଅ ଏମିତି ଢାଳିକି ସେ ଯଜ୍ଞ କରୁଛନ୍ତି, ଘିଅ ଢାଳୁଛନ୍ତି, ଯଜ୍ଞ ମାନେ ଏମିତି ଚାଲିଛି। ଆଉ ଏମିତି କରି କରିକିନା ପାଚିଗଲେଣି ପୁରା ନାଲ ହେଇକିନା ବାବା ଏକଦମ ପୁରା। ଯେତେବେଳେ ଏତେ କଥା ସଇଲା ତାଙ୍କର ପୁରା ଯଜ୍ଞ, ବାବା କ'ଣ କଲେ ଏ ଯଜ୍ଞ ଚାରିପଟା କୁଣ୍ଡ ଚାରିପାଖ ଟିକେ ପାଣି ଛିଞ୍ଚି ଦେଲେ। ପାଣି ଛିଞ୍ଚିକି ହାତରେ ଏମିତି ଏମିତି କରି କରି ନିପି 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 ଯେତେ ଚାରିପଟା ନିପା ସଇଲା ଏଡ଼ ବଡ଼ ଗୋଟାଏ ମାଟି ଗୁଲି ବାହାରିଲା। ଯେଉଁ ପୋଛି ପୋଛି ନେଲେ ଭୈରବ ବାବା ଯେଉଁ ନେଲେ ପୋଛି ପୋଛି, ସେ ଏଡ଼ ଗୁଡ଼ାଏ ଗୁଲି ମାଟି ଗୋଟେ ବାହାରିଲା। ସିଏ ଗୁଲି ମାଟିଟାକୁ ଏ 4 ଜଣ ଯୁବକ ଜଣକୁ ଦେବେନି, 4ଟା ଗୁଲି ତିଆରି କଲେ। 4 ଜଣ ଆକୁ ତିଆରି କରିକି ସେଇଠୁ ଏ 4 ଜଣ ଯୁବକ ଯାକୁ ଦେଲେ। କହିଲେ ଯିବ ରାସ୍ତାରେ ଯିବ, 4 ଜଣଙ୍କ ହାତରୁ ଯେଉଁଠି ପ୍ରଥମେ ଯେଉଁ ହାତରୁ ଯାହାର ଗଳି ପଡ଼ିବ ସେ ଗୁଲି, ସେ ଜାଗା ହିଁ ତାଡ଼ିବ, ସେ ଜାଗାରୁ ଯାହା ମିଳିବ ତାହା ନେବ। ସୁନା ଯେଉଁଠି ବାହାରିବ, ସୁନା ଯେଉଁଠି ବାହାରିବ ସେଇଠୁ ଆଉ ଆଗକୁ ଯିବନି, ସେଇଠୁ ହିଁ ଘରକୁ ଫେରିବ, ଆଉ ଆଗକୁ ଯିବନି, ଆଗକୁ ଗଲେ ହିଁ ବିପଦ। ଏ ଭୈରବୀ ବାବା ଏ 4 ଜଣ ଯୁବକଙ୍କୁ ବତେଇକି କହିକି ଛାଡ଼ିଲେ। ଏ 4 ଜଣ ଯାକ ଯୁବକ କ'ଣ କଲେ? 4 ଜଣ ଯାକ ହାତରେ ଗୁଲି 4ଟା ଯାକ ଧରି ବାହାରିଲେ ଆଶ୍ରମରୁ। ଆଶ୍ରମ ବାହାରିକି ଆସିଲେ। ଆଉ ଆସି 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 କିଛି ବାଟ ଯାଉ 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 ପ୍ରଥମେ ଜଣକ ଇଏ ବ୍ରାହ୍ମଣ ଯୁବକର ହାତରୁ ଗୁଲିଟା ଖସି ପଡ଼ିଲା। ଯେତେବେଳେ ଖସି ପଡ଼ିଲା ସିଏ କହିଲା, ଭାଇ ମୋ ହାତରୁ ଏଇଠି ହିଁ ଗୁଲିଟା ଖସି ପଡ଼ିଲା। ଏ 4 ଜଣ ଆଗ ବ୍ରାହ୍ମଣ ଯୁବକ କ'ଣ କଲେ? ସେ ମାଟିକି ତାଡ଼ିଲେ। ତାଡ଼ି 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 ଦେଖିଲା ବେଳକୁ କୁଇଣ୍ଟାଲ କୁଇଣ୍ଟାଲ ତମ୍ବା, ପୁରା କୁଇଣ୍ଟାଲ କୁଇଣ୍ଟାଲ। ସେଇଠୁ କହିଲା, ଆରେ ତମ୍ବାରା କ'ଣ ନେବୁ, ଚାଲ ଯିବା ଆଗକୁ ଯିବା। ଇଏ ପ୍ରଥମ ଯୁବକ ଜଣକ ବ୍ରାହ୍ମଣ ଯୁବକ ଜଣକ କହୁଛି, ଭାଇ ମୋ ଭାଗ୍ୟରେ ଯାହା ମିଳିଲା ମୁଁ ତାହା ହିଁ ନେବି, ମୁଁ ଆଉ ଆଗକୁ ଯିବିନି, ତମେ ଯା ଆଗକୁ। ତାର ସେ ଯାହା ଧରିକି ସେଇଠୁ ଘରକୁ ଗଲା। ଆଉ କିଛି ବାଟ ଗଲେ। ଆଉ କିଛି ବାଟ ଯେତେବେଳେ ଗଲେ, ଦ୍ୱିତୀୟ ବ୍ୟକ୍ତି ଜଣକ ହାତରୁ ପୁଣି ମାଟି ଗୁଲିଟା ଖସି ପଡ଼ିଲା। ସେ ସେଇଠୁ କହିଲା, ଭାଇ ମୋ ହାତରୁ ଏଇଠି ମାଟି ଗୁଲିଟା ଖସି ପଡ଼ିଲା। 3 ଜଣ ଯାକ ଲାଗି ପୁଣି ମାଟି ତାଡ଼ିଲେ। ତାଡ଼ି 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 ଦେଖିଲା ବେଳକୁ କ'ଣ ଭରି ହେଇଛି କୁଇଣ୍ଟାଲ କୁଇଣ୍ଟାଲ କ'ଣ ରୂପା, କୁଇଣ୍ଟାଲ କୁଇଣ୍ଟାଲ ରୂପା କ'ଣ ଭରି ହେଇଛି। ସେଇଠୁ ତାକୁ ତାଡ଼ିକି ସିଏ ଦ୍ୱିତୀୟ ବ୍ୟକ୍ତି ଜଣକ ତାର ସେ ନେଲା। ଆଉ ରହିଲେ 2 ଜଣ ଯୁବକ ବ୍ରାହ୍ମଣ ଚାଲିଲେ। ଆଉ କିଛି ବାଟ ଯାଉ 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 ତୃତୀୟ ବ୍ୟକ୍ତି ଜଣକ ହାତରୁ ଖସି ପଡ଼ିଲା ଗୁଲିଟି। ଯେତେବେଳେ ଖସି ପଡ଼ିଲା, ଇଏ ସେଇଠୁ ଚତୁର୍ଥ ବ୍ୟକ୍ତି ବ୍ରାହ୍ମଣକୁ ଯୁବକକୁ କହିଲା, ଭାଇ ଏଇଠି ମୋ ହାତରୁ ଗୁଲିଟା ଖସି ପଡ଼ିଲା, ଆଉ ଏଇ ଜାଗାରେ ହିଁ ତାଡ଼ିବା। ସେଇଠୁ 2 ଜଣ ଯାକ ତାଡ଼ିଲେ। ତାଡ଼ି 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 ଦେଖିଲା ବେଳକୁ କ'ଣ ମାନେ ଅମୂଲ୍ୟ ଜିନିଷ, ପୁରା କି ସୁନା, କୁଇଣ୍ଟାଲ କୁଇଣ୍ଟାଲ ସୁନା ଜିନିଷ ସେ ଭିତରେ ଅଛି। ସେଇଠୁ ଇଏ ତୃତୀୟ ବ୍ୟକ୍ତି ଜଣ ଚତୁର୍ଥ ବ୍ୟକ୍ତି ବ୍ରାହ୍ମଣ ଜଣକୁ କହୁଛି ଯୁବକକୁ, କହିଲା, ଭାଇ ଏଇଠୁ ଆମେ ଯାହା କୁଇଣ୍ଟାଲ କୁଇଣ୍ଟାଲ ନେଇକି ଘରକୁ ପଳାଇ ଯିବା। ଇଏ ଚତୁର୍ଥ ବ୍ୟକ୍ତି ଯୁବକ ବ୍ରାହ୍ମଣ ଜଣକ କହୁଛି, ହଁ କୁଇଣ୍ଟାଲ କୁଇଣ୍ଟାଲ ଜିନିଷ କିଏ ନେବ, ମୁଁ ତ ଆଗକୁ ଗଲେ ଖଣ୍ଡେ ରତ୍ନ ପାଇଲେ ମୋ ଜୀବନ ସାରା ଖାଇ ଖାଇ ଶେଷ ହେବନି, କେତେ କ'ଣ କରିବି, ମୁଁ କାହିଁ କୁଇଣ୍ଟାଲ କୁଇଣ୍ଟାଲର ସୁନା ଜିନିଷ ନେଇକି ଯିବି। ଇଏ ତୃତୀୟ ଯୁବକ ବ୍ରାହ୍ମଣ କହୁଛି, ଭାଇ ଆଗକୁ ଯାଆନି,
ଆମକୁ ବାବା କହିଥିଲେ ଯେଉଁଠି ସୁନା ଜିନିଷ ବାହାରିବ ସେଇଠୁ ହିଁ ଘରକୁ ଆସିବ। ଇଏ ଚତୁର୍ଥ ବ୍ରାହ୍ମଣ ଜଣକ ଯୁବକ ଜଣକ ଟୋଟାଲ ମାନିଲାନି। ଇଏ ତୃତୀୟ ବ୍ୟକ୍ତି ଜଣକ ତାର ସେ ଯାହା କିଛି ତଡ଼ାତଡ଼ି କରି ତାର ସେ ଘରକୁ ଗଲା। ଇଏ ଚତୁର୍ଥ ବ୍ରାହ୍ମଣ ଯୁବକ ଜଣକ ଆଗକୁ ଗଲା। ଯେତେବେଳେ ଆଗକୁ କିଛି ବାଟ ଯାଉ 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 ଦେଖିଲା ଜଣକ ମୁଣ୍ଡରେ ଗୋଟାଏ ଚକ୍ର ବୁଲୁଛି, ମୁଣ୍ଡ ଉପରେ ଗୋଟାଏ ଚକ୍ର ବୁଲୁଛି, ଦେହ ସାରା ପୁଣି ରକ୍ତ ଝରୁଛି, ମୁଣ୍ଡଠୁ ପୁରା ଗୋଡ଼ ଯାକେ ରକ୍ତ ଝରୁଛି। ଇଏ ଦେଖିଲା ଯେତେବେଳେ ଦେଖିଲା କି ଆଶ୍ଚର୍ଯ୍ୟ କଥା, ଏ ଲୋକଟାର ମୁଣ୍ଡରୁ ପୁରା ଚକ୍ର ବୁଲୁଛି, ମୁଣ୍ଡ ଉପରେ ଦେହ ସାରା ରକ୍ତ ବହୁଛି, କି ଆଶ୍ଚର୍ଯ୍ୟ କଥା। ଇଏ ଯେତେବେଳେ ଚତୁର୍ଥ ବ୍ୟକ୍ତି ଜଣକ ମାନେ ମନେ ମନେ ଭାବୁଛି, କହିଲା ଭାଇ ଏଇ ତୁମ ମୁଣ୍ଡ ଉପରେ କ'ଣ ଗୋଟେ ଚକ୍ର ବୁଲୁଛି? ସେ ଚକ୍ରଟି କ'ଣ ହେଲା, ତା ମୁଣ୍ଡ ଉପରେ ଯେଉଁ ବୁଲୁଥିଲା ଆସିକି ମାନେ ଏ ଯୁବକ ବ୍ରାହ୍ମଣ ମୁଣ୍ଡରେ ବୁଲିଲା, ଆସିକି ଭୁସିକି ଆସିକି ତା ମୁଣ୍ଡରୁ ୟା ମୁଣ୍ଡରେ ଆସିକି ବୁଲି ପଡ଼ିଲା। ବୁଲିଲା ଯେତେବେଳେ ୟା ଦେହରୁ ସେମିତି ଧୀରେ 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 ରକ୍ତ ବାହାରିଲା, ବହୁ କଷ୍ଟ ହେଲା। ସିଏ ଯେଉଁ ଯୁବକ ଜଣକ ମୁଣ୍ଡରେ ବୁଲୁଥିଲା ନା ଚକ୍ର, ସେ କହିଲା ଭାଇ ତମେ ଭୈରବୀ ବାବା ପାଖକୁ ଯାଇଥିଲ କି? ନା ହଁ। ଆଚ୍ଛା ତମକୁ ତ ଯେଉଁଠି କହିଥିବେ ସୁନା ମିଳିବା କଥା ସେଇଠୁ ଘରକୁ ଯିବ, ତମେ କାହିଁ ଆଗକୁ ଆସିଲ? ମୁଁ ଏଇଭଳିଆ ଆଗକୁ ଆସିକି ଏଇ ଅବସ୍ଥା ଭୋଗୁଥିଲି ଏବେ ସୁଦ୍ଧା। ଆଉ ଜଣେ ବ୍ୟକ୍ତି ତା ମୁଣ୍ଡରେ ବୁଲୁଥିଲା ଚକ୍ର ଘିରି ଘିରି ହେଇକି, ତା ଦେହ ସାରା ରକ୍ତ ବହୁଥିଲା। ମୁଁ କହିଲି ତମ ମୁଣ୍ଡରେ କ'ଣ ଚକ୍ରଟା ବୁଲୁଛି? ଏତିକି କହିଦେଲା ବେଳକୁ ସେ ଚକ୍ର ମୋ ମୁଣ୍ଡ ଉପରେ ଆସି ଘିରି ଘିରି ଗଲା। ମୁଁ ସେଇଦିନ ଏତେ କଷ୍ଟ ଭୋଗୁଥିଲି। ଆଉ ତମେ ତ ଆସିଲ, ତମେ ଯେତେବେଳେ କହିଲ ତମ ମୁଣ୍ଡ ଉପରେ କ'ଣ ଚକ୍ରଟା ଘିରି ଘିରି ହେଇ ବୁଲୁଛି ଆଉ ଦେହ ସାରା ରକ୍ତ ବହୁଛି, ଚକ୍ରଟା ତମ ମୁଣ୍ଡ ଉପରକୁ ଗଲା ହାରି। ତମେ ଭାଇ ଯା, ଏଥର ତମେ ସମ୍ଭାଳ, ଆଉ ମୁଁ ବହୁତ ଦିନ ହେଲା କଷ୍ଟ ଭୋଗୁଥିଲି, ମୋ ବାଟରେ ମୁଁ ଘରକୁ ଯାଉଛି। ଏତକ କହି ସିଏ ତା ଘରକୁ ସିଏ ଗଲା। ଏ ଯେଉଁ ଚତୁର୍ଥ ଯୁବକ ବ୍ରାହ୍ମଣ ଜଣକ ବହୁତ ମାନେ କଷ୍ଟ ଭୋଗୁଛି, ମୁଣ୍ଡରେ ଚକ୍ର ବୁଲୁଛି, ଦେହ ସାରା ରକ୍ତ ଝରଝର ହେଇ ବହୁଛି। କ'ଣ କରିବ? କହିଲା କି ମାନେ କାହିଁ ଆଉଥିଲି, ମୁଁ ଏତେ ବାଟ ଆସିକି କି ଅବସ୍ଥା ହେଲି। ମୁଁ ଯଦି ସିଏ ତାଙ୍କ ବୋଲରେ ପଡ଼ିକି ସିଆଡ଼େ ଯାଇଥିଲେ ବହୁତ ଭଲ ହେଇଥାନ୍ତା। ଏତକ ମନେ ମନେ ଭାବୁଛି। ସେଇ ସମୟରେ ତୃତୀୟ ଯୁବକ ବ୍ରାହ୍ମଣ ଯାଇକି ପହଞ୍ଚିଲା ସେଠି। କହିଲା ରେ ଭାଇ ତୋ ମୁଣ୍ଡ ମାନେ କି ଅବସ୍ଥା, ତୋ ଦେହ ସାରା କ'ଣ ଏମିତି ରକ୍ତ ବହୁଛି, ତୋ ମୁଣ୍ଡ ଉପରେ ଗୋଟେ ଚକ୍ର ବୁଲୁଛି? ସେ କହିଲା ଭାଇ ତମମାନଙ୍କ ବୋଲ ନ ମାନିକି ମୁଁ ଆସିକି ବହୁତ ମାନେ କଷ୍ଟ ଭୋଗିଲି। ଏଇ ଚକ୍ରଟା ଆଉ ଜଣଙ୍କ ମୁଣ୍ଡ ଉପରେ ବୁଲୁଥିଲା, ମୁଁ ଖାଲି କହିବା ମାତ୍ରେ କାହିଁ ତମ ମୁଣ୍ଡ ଉପରେ ଚକ୍ରଟା ବୁଲୁଛି, ସେ ଚକ୍ର ତା ମୁଣ୍ଡ ଉପରୁ ଛାଡ଼ି ମୋ ମୁଣ୍ଡ ଉପରେ ଆସିକି ଘିରି ଘିରି ବୁଲିଲା। ସେ ବୁଲିଲାଠୁ ମୋ ଦେହ ସାରା ରକ୍ତ ବହୁଛି। ମାନେ ଇଏ ତୃତୀୟ ବ୍ୟକ୍ତି ଯୁବକ ଜଣକ ବ୍ରାହ୍ମଣ ଯୁବକ ଜଣକ କହୁଛି ଭାଇ ମୁଁ ତୁମକୁ ଗୋଟେ ଗପ କହୁଛି। କାହାକୁ କହୁଛି? ନା ଚତୁର୍ଥ ଯୁବକ ବ୍ରାହ୍ମଣ ଜଣକୁ। କହିଲା 4 ଜଣ ଯୁବକ ବ୍ରାହ୍ମଣ, 4 ଜଣ ଯୁବକ ବ୍ରାହ୍ମଣ ମାନେ 3 ଜଣ ବହୁତ ଜ୍ଞାନୀ, ଜଣେ ହେଉଛି ବୁଦ୍ଧିଆ, କିନ୍ତୁ ପାଠଶାଠ ପଢ଼ିନଥାଏ, ବହୁତ ବୁଦ୍ଧି ଥାଏ ତାଠି। ଇଏ କିଛି ବାଟ ଗଲେ ଜଙ୍ଗଲରେ ଯାଉ 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 ଦେଖିଲେ ଗୋଟେ ହାଡ଼ ମେଞ୍ଚାଟେ ହେଇ ପଡ଼ିଛି, ହାଡ଼ ଗୋଟେ ମେଞ୍ଚାଟେ ହେଇ ପଡ଼ିଛି। ପ୍ରଥମ ଯୁବକ ଜଣକ କ'ଣ କଲା, ସେ ହାଡ଼ ଯୋଡ଼ାକ ସବୁ ସେଟିଂ କରିଦେଲା। ସେଟିଂ କରିଦେଲା ପରେ ଦ୍ୱିତୀୟ ବ୍ରାହ୍ମଣ ବ୍ୟକ୍ତି ଯୁବକ ଜଣକ କ'ଣ କଲା, ମାଂସ ତା ଦେହରେ ଲଗାଇଦେଲା। ମାଂସ ଯେତେବେଳେ ଲଗାଇଦେଲା ମାନେ ସିଂହ ଟାଇପ୍ର, ପୁରା ସିଂହ ତ, ଯେତେବେଳେ ମାଂସ ଲଗାଇଦେଲା ଇଏ ଯେଉଁ ପାଠ ଯେଉଁ ଜଣକ ଯେଉଁ ପଢ଼ିନି, ଯେଉଁ ଯାହାଟି ବୁଦ୍ଧି ଅଛି, ସିଏ କହୁଛି ଭାଇ ଯାହା ତ କରିଦେଲ ହାଡ଼ ଲଗାଇଦେଲ, ମାଂସ ଲଗାଇଦେଲ, କିନ୍ତୁ ଜୀବଦାନ ଦେବନି। ଇଏ ତୃତୀୟ ଜ୍ଞାନୀ ଯୁବକ ବ୍ରାହ୍ମଣ ଜଣକ କହୁଛି ଯାହା ମଧ୍ୟ ହେଲେ ମୁଁ ସେମାନଙ୍କ ତାଙ୍କ କଥା ସେ କରିଦେଲେ, ତାଙ୍କ ଇଏଟା ଦେଖେଇଲେ, ସିଏ ଜୀବଦାନ ଦେଇଦେଲା, ସିଏ ମାଂସ ଲଗାଇଦେଲା, ସିଏ ହାଡ଼ ଗୋଡ଼ କରିଦେଲା, ମୁଁ ଜୀବଦାନ ଦେବା କଥା ଦେବି। ଏ ଯେଉଁ ପାଠଶାଠ ଯାହାଠି ନାହିଁ, ଯାହାର ନାହିଁ, ସେ ତାର ବହୁତ ବୁଦ୍ଧି। କହିଲା ଭାଇ ଦେଖ ଯାହା କରୁଛ କର, ତମେ ତାକୁ ଜୀବଦାନ ଦିଅନି, ତମେ ତାକୁ ଜୀବଦାନ ଦେଲେ ସେ ଆମକୁ ହିଁ ଖାଇଦେବ। ମାନେ କହୁଛି ଇଏ ବୁଦ୍ଧିଆ ଜଣକ, ଯିଏ ପାଠଶାଠ ପଢ଼ିନି। ଇଏ ଜ୍ଞାନୀ ଜଣକ ଆଉ ଜଣେ ଯେଉଁ ଜ୍ଞାନୀ ଯୁବକ ବ୍ରାହ୍ମଣ ଜଣକ କହୁଛି, କହିଲା ନା ସିଏ ଦେଇଦେଲେ ମାଂସ ଲଗାଇଦେଲେ, ସେ ଗୋଡ଼ ହାତ ଫିଟିଂ କରିଦେଲେ, ମୁଁ ଜୀବଦାନ ଦେବା କଥା ଦେବି। ଇଏ ତୃତୀୟ ଯେଉଁ ଜ୍ଞାନୀ ବ୍ରାହ୍ମଣ ଯୁବକ ଜଣକ ପାଣି ମୁଣ୍ଡେ ଏମିତି ଛିଟିକେ ଦେଲା। ଛିଟିକେ ଦେଲା ଯେତେବେଳେ ପୁରା ଏକଦମ ରେଡ଼ି ହେଇକି ସିଂହ ବାହାରି ପଡ଼ିଲା। ଏଣେ ବୁଦ୍ଧି ଯାହାଟି ଅଛି ସିଏ କ'ଣ କରିଛି, ପାଣି ନ ଫୋପାଡ଼ିବା ପୂର୍ବରୁ ସେ ବିକଳରେ ଗୋଟାଏ ଗଛରେ ଚଢ଼ିଯାଇଛି। ଗଛରେ ଚଢ଼ି ତାର ସେ ଆରାମରେ ଅଛି। ଏ ଯେଉଁ ଜ୍ଞାନୀ ଯୁବକ ବ୍ରାହ୍ମଣ ଜଣକ ଯେତେବେଳେ ପାଣି ଫିଙ୍ଗି ଦେଇଛି,
ସେଇଠୁ ବାଘ ଜୀବଦାନ ସିଂହ ଜୀବଦାନ ପାଇଗଲା। ଜୀବଦାନ ପାଇକି ଟିକେ ଇଆଡ଼େ ଛାଡ଼ିକି ଅନେଇଲା। ଅନେଇକି ଜୀବ ଇଏ ଉଠ ଚାରିପଟ ଯାକ ଜୀବ ଏମିତି ବୁଲେଇଲା। ବୁଲେଇ ଦେଇକି ଇଏ 3 ଜଣ ଯାକୁ ଏକାବେଳେ ଖାପକି ତ ମାଡ଼ି ବସିଲା। ଖାପକି ଯେତେବେଳେ ମାଡ଼ି ବସିଲା 3 ଜଣ ଯାକୁ ମୋଡ଼ି ମାଡ଼ିକିରି ଖାଇଲା। ଖାଇକି ତାଙ୍କର ସେଠି ସିଂହ ତା ବାଟରେ ସିଏ ଗଲା। ଇଏ ଯେଉଁ ବୁଦ୍ଧିଆ ଯାହାଟି ବୁଦ୍ଧି ଥିଲା ଯେଉଁ ଯୁବକ ବ୍ରାହ୍ମଣଟି ୟା କଥା ଯଦି ମାନିଥାନ୍ତେ କାହିଁ ଅସୁବିଧାରେ ପଡ଼ିଥାନ୍ତେ। ସେଇଭଳିଆ ତୁମକୁ କହୁଛି, ତୁମକୁ ଯେତେବେଳେ ମୁଁ କ'ଣ କହିଲି ଏ ଚତୁର୍ଥ ବ୍ୟକ୍ତି ଜଣକୁ ଯୁବକ ବ୍ୟକ୍ତି ଜଣକୁ କହୁଛି, ତୃତୀୟ ବ୍ୟକ୍ତି ଜଣକ ବ୍ରାହ୍ମଣ ଯୁବକ କହୁଛା ଯେଉଁଠି ସୁନା ମିଳିବା କଥା ବାବା କହିଥିଲେ ସେଇଠୁ ଆମେ ଘରକୁ ଯାଇଥାନ୍ତେ, ତୁମେ ଆମ ବୋଲ ମାନିଲନି। ତୁମେ କହିଲ କିଛି ଆଗକୁ ଗଲେ ରତ୍ନ ମିଳିବ, ମୋ ଜୀବନ ସାରା ମୁଁ ଖାଇବି। ଏବେ କି ଅବସ୍ଥାରେ ତୁମେ ପଇଲ? ଏବେ ତୁମେ କି ଅବସ୍ଥାରେ ପଇଲ? ତୁମ ମୁଣ୍ଡ ସାରା ଘିରି ଘିରି ହେଇକି ଚକ୍ର ବୁଲୁଛି, ତୁମ ଦେହ ସାରା ରକ୍ତ ଝରୁଛି। କେତେବେଳେ ବାବା ପଠେଇବେ କାହାର ଗୁଲି ମାନେ ଇଏ କରିକି ସିଏ ଆସିବ। ଯଦି ଏଠିକି ଆସିଲା ସିଏ ଯଦି କହିବ ଚକ୍ର କାହିଁକି ବୁଲୁଛି ବୋଲି ତା ମୁଣ୍ଡ ଉପରକୁ ଯିବ, ତୁମେ ସେଇଠୁ ତୁମ ବାଟରେ ଯିବ। ସେ ପର୍ଯ୍ୟନ୍ତ କେତେ କଷ୍ଟ ତୁମେ ଭୋଗିବ। ବାବା କାହାର ଦୟା ହେବ, କିଏ ଯିବ ଆଣିବ, କେତେ କଥା କରିବ। ଏତେ କଥା କଲା ବେଳକୁ ତୁମେ ସେ ପର୍ଯ୍ୟନ୍ତ ବହୁତ କଷ୍ଟ ଭୋଗିବ। ଏଇ ତୃତୀୟ ବ୍ୟକ୍ତି ଯୁବକ ବ୍ରାହ୍ମଣ ଜଣ ଚତୁର୍ଥ ବ୍ୟକ୍ତି ବ୍ରାହ୍ମଣ ଜଣକୁ ଯୁବକ ଜଣକୁ କହୁଛି। ସେଇଠୁ କହିଲା ହଉ ଭାଇ ଥା, ମୁଁ ଯାଉଛି ତୁମର ତୁମେ ଥା। ସେଇଠୁ ଇଏ କ'ଣ କଲା, ଚତୁର୍ଥ ବ୍ୟକ୍ତି ଜଣଙ୍କ ମୁଣ୍ଡରେ ତ ସେମିତି ଘିରି 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 ବୁଲୁଛି, ରକ୍ତ ଦେହ ସାରା ଝରଝର ହେଇକି ବହୁଛି। କ'ଣ କରିବ? ଯଦି ଅଧିକା ଲୋଭ ନ କରିଥାନ୍ତା ଇଏ ଚତୁର୍ଥ ବ୍ୟକ୍ତି ଯୁବକ ବ୍ରାହ୍ମଣ ଜଣକ କାହିଁ ଅବସ୍ଥାରେ ପଡ଼ିଥାନ୍ତା? କାହିଁକି ଅବସ୍ଥାରେ ପଡ଼ିଥାନ୍ତା? ଅଧିକା ଲୋଭ କଲା, ଏ ଅବସ୍ଥାରେ ପଡ଼ିଲା। ତୃତୀୟ ବ୍ୟକ୍ତି ଜଣକ କହୁଛି ଏଇଠୁ ପଳେଇବା। ବାବା କହିଛନ୍ତି ଏଇଠି ସୁନା ଯାହା ମିଳିବ ଆମେ ଏଇଠୁ ନେଇକି ପଳେଇବା। ମୁଁ ବୋଲ ମାନିଲାନି। ତୃତୀୟ ବ୍ୟକ୍ତି ଜଣକ କହୁଛି ଏଭଳିଆ ଅବସ୍ଥାରେ ଯଦି ଅଧିକ ଲୋଭ କରିବ ବହୁତ କ୍ଷତି ଘଟିବ, ବହୁତ କ୍ଷତି ଘଟିବ। ଅଧିକ ଲୋଭ କଲା ମାନେ ବହୁତ କ୍ଷତି ଘଟିବ। ଆପଣମାନେ ଯଦି ଯେତିକି ମାନେ ମିଳିବା କଥା ମିଳୁ, ଆପଣମାନଙ୍କର ମଙ୍ଗଳ ହେବ, ବହୁତ ଭଲରେ ରହିବେ। କିନ୍ତୁ ଅଧିକା ଲୋଭ କରିବା ଦରକାର ନାହିଁ। ଲୋଭ କଲା ମାନେ ଏଇଭଳିଆ ଅବସ୍ଥାଟି ଭୋଗିବ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।